बाबू ये संसार भितर महान किए ये होती गुरु गोवत्स पूज्यस्त गुरुर दरिया कहीं कही था आउ कौन कही था अर्जुन भगवान कृष्ण को कहले तोवत्स पूज्यस्त गुरुर दरिया आज आम पाठ पढ़ीचु क्या गुरु को आम आज मनीष क्या गुरु को तेणु सज्जन गुरु कृपा ही केवल जीवन रे गुरु कृपा केते महान ये सेवक ये बलिया ताकू मर्मे मर्मे अनुभव करी ये गुरुतर कृपा केते महान तार अर्थ नुहे जे गुरु को मानिब बोली आउ इष्ट को मानिबनी से कथा इष्ट को इष्ट ठारू कृपा पाइबा को हेले गुरु को संतुष्ट करने को गुरु कृपा रे सब किछि सब कौन न मिल तेणु जीवन रे गुरु होउछन्ति सबुठारू श्रेष्ठ ये दुनिया रे आमे केही रहिबा नहीं किंतु गोटे कथा मन रखि मु गुरु अपराधी हेमी नाई मु नाम अपराधी हेमी नाई केबे भी जीवन रे गुरु अपराधी हेमे ना ये कथा सबु बेले मने एबे जा हो कथा जो आरंभ करथिली कहू ये 28 चाउल रोषेई करी खाइब हुंडा ताकू ग्रहण कला कला हो रोषेई नाई ताले मु रोषेई करी खाइबी जिते बड़े डाली चाउल पनीपरिया धरिकी हुंडा जिते बड़े जाऊँगी सेतबेले गुरु ताकू गुरु होउछन्ति जीवनर पथ प्रदर्शक तेणु गुरु चेते ही देले बाट देखेले कहले हुंडा तू तो जहाँ रोषे कर खाऊ पेट पूरे खाऊ खाइबा पूर्व टिके राम को दे राम को टिके अर्पण कर खा ईश्वर कहला राम किए राम की किसी जानी नहीं राम होउछन्ति भगवान राम कहले आनंद जे आमको आनंद दियंती से होउछन्ति राम मु सबुदिन राम को डाकू तू कौन शुणु राम को डाकुचंती मु शुणुची कि से राम किए मु ता घर कोठी ता द्वार कोठी मु कोठी किछि जानि हे राम
এই যে রাম শব্দের অর্থ আনন্দ। আচ্ছা, রাম বলতে দিও মরা, মরা কইলে দুঃখ, রাম কইলে আনন্দ। জন্ম হচ্ছে আনন্দ, মৃত্যু হচ্ছে দুঃখ। তো রাম শব্দ ভিতরে ବହୁତ କଥା ଅଛି। ଏଇ ଯୋଉ ରାମ ଶବ୍ଦଟି ଆପଣ କହୁଛନ୍ତି ତାରି ଭିତରେ ଅଛି ରାବଣ ମରିବ। ରା କହିଲେ ରାବଣ, ମ କହିଲେ ମରିବ। ରାମ କାହିଁକି ଜନ୍ମ ହେଇଥିଲେ? ରାବଣକୁ ମାରିବା ପାଇଁ। ରାମ ଆଉ କାହାକୁ ମାରିବାକୁ ଜନ୍ମ ହେଲେନି, ରାବଣକୁ କାହିଁ ମାରିବାକୁ ଜନ୍ମ ହେଲେ? ରାବଣ ସେମିତିଆ ଲୋକ ବୋଲି ତାକୁ ମାରିବାକୁ ସାଇଲେ ନା ଆଉ। ତେଣୁ ସେ କଣ ମାରିଛନ୍ତି? ତାରିଛନ୍ତି, ରାବଣକୁ ତାରିଛନ୍ତି। ରାବଣ ମଧ୍ୟ ରାମକୁ କହିଛନ୍ତି ଯେ ଆପଣ ବିଭୀଷଣର କଥାରେ ଆପଣ ଲଙ୍କାକୁ ଜୟ କଲେ। ମୁଁ ଚାହିଁଥିଲା ବିଭୀଷଣକୁ ମାରି ଦେଇଥାଏ ଜୀବନରେ। ସେ କୋଉଠି ଯାଇକିରି ଆପଣଙ୍କ ପାଖରେ ପହଞ୍ଚିକିରି ମୋ ବିରୁଦ୍ଧରେ କହିଥାନ୍ତା, ମୁଁ ତ ଲଙ୍କାରୁ ତାକୁ ସଫା କରିଦେଇଥାନ୍ତି। ମୋର ବିଭୀଷଣ ପ୍ରତି ସେତିକି ଭଲ ପାଇବା ଅଛି ବୋଲି ମୁଁ କହିଲି ସେ ରାମ ପାଖରେ ରହୁ କି ଯୋଉଠି ରହୁ, ଭଲରେ ରହୁ। କିନ୍ତୁ ପ୍ରଭୁ ମୋ ଭୁଲଟା କୋଉଠି ଆପଣ ନିଜେ ହିଁ ବିଚାର କରନ୍ତୁ। ତାପରେ ରାବଣ ତା କଥା ଗପଟି ଆମର ସରିଯାଉ, ଦେଖିବା। ସବୁ କଥା କହିହବନି। ତେବେ ଆପଣ ଦେଖନ୍ତୁ, ରାମ ଶବ୍ଦ ଭିତରେ ରହିଛି ରାବଣ ମରିବ, ରାବଣ ଶବ୍ଦ ଭିତରେ ରହିଛି ରାମ ବଣକୁ ଯିବେ। ରାବଣ, ରା କହିଲେ ରାମ, ବଣ କହିଲେ ଜଙ୍ଗଲ। ରାମ ଜଙ୍ଗଲକୁ ଯିବେ, ତେଣୁ ତା ନାଁ ହେଲା ରାବଣ। ଜଙ୍ଗଲକୁ ଗଲେ ହିଁ ରାବଣ ମରିବ। ତେଣୁ ଇଏ ସୀତା, ସୀତା କହିଲେ ରାମଙ୍କର ସ୍ତ୍ରୀ। ଇଏ ସବୁ କଥା ସବୁ ବାହ୍ୟ। ସୀତା ଶବ୍ଦର ଅର୍ଥ ହଉଛି ତୀର୍ଥ, ସୀତାରା। ଏତିକି କହିଲେ ଆମ ଜୀବନ ପବିତ୍ର ହେଇଯିବ। ଲକ୍ଷ୍ମଣ କହିଲେ ଚରିତ୍ର, ହନୁମାନ କହିଲେ ସେବା। ସେଇଥିଲାଗି ପଢନ୍ତି ରାମ ଲକ୍ଷ୍ମଣ ଜାନକୀ ଜୟ ବୀର ହନୁମାନ। 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 ଯେତେବେଳେ ଅଢ଼େଇ ସାରିଆଟି ଯାଉଛି, ଗୁରୁଟାକୁ କହିଲେ ରାମକୁ ଟିକେ ଡାକିବୁ। ଆଉ ଡାକିଦେବା। ରୋଷେଇ ସଇଲା, ରାମକୁ ବଡ ପାଟିରେ ଡାକିଲା। କାଳେ ଛୋଟ ପାଟିରେ ଡାକିଲେ କାଳେ ଶୁଣିପାରିବେ କି ନାହିଁ, ବଡ ପାଟିରେ ଡାକିଲା। ଶ୍ରୀରାମ ଶରଣଂ ସମସ୍ତ ଜଗତ ରାମଂ ନିର୍ବିଘ୍ନକାରି। ରାମେଣ ପ୍ରତିହନ୍ୟତେ କଳିମଳଂ ରାମାୟ ରାଜ୍ୟଂ। ରାମାତ୍ରସ୍ୟ
ଶୋଳ୍କ କହିନଥିଲା। ଏ ରାମ ମନ୍ଦିର ବୋଲି ବଳିଆ ରାମ କହିଲା। ସେ ରାମ ରାମ ବୋଲି ଯେତେବେଳେ ଡାକିଲା, ରାମ ଆସିଲେନି। ଇଏ ଖାଇବାକୁ ବସିଲା ବେଳେ ରାମ ଆସି ଇଏ ପଚାରିଲା, ତମେ କିଏ? ମୁଁ ରାମ। ମୁଁ ତମକୁ ଏଡେ ବଡ ପାଟିରେ ଡାକିଲି, ତମକୁ ଶୁଭିଲା ନାହିଁ। ତାପରେ ରାମ କହିଲେ, ମୁଁ ଏମିତି କାମ ଫାମ କରୁଥିଲି, ଟିକେ ଡେରି ହେଲା। ହଉ ତାହେଲେ ଯାଅ, ମୁଁ ଖାଉଛି, ମୁଁ ଖାଇବି। ତମେ ଠିଆ ହବ, ତମ ଆଗରେ କଣ ମୁଁ ଖାଇବି? ତମେ ଗଲେ ମୁଁ ଖାଇବି ନା। ନା ନା, ମୁଁ ତମ ଡାକ ଶୁଣିକି ଦୌଡ଼ିକିରି ଆଇଲି, ତମ ସାଙ୍ଗରେ ନ ଖାଇଲେ ମୁଁ ଯିବି? କି କଥା? ମୁଁ 250 ଚାଉଳ ମୋର ଖାଇବା କଥା। ମତେ ତ ଗୁରୁଦେବ 250 ଚାଉଳ ଦେଇଛନ୍ତି, ତମ ପାଇଁ ତ କିଛି ଦେଇନାହାନ୍ତି। ଖାଲି କହିଛନ୍ତି ଡାକିବ ଖାଇବ। ମୁଁ ଡାକିଲି, ତାପରେ ଖାଇବି। ଆଉ ତମେ ପୁଣି ମୋ ସାଙ୍ଗରେ ଖାଇବ। ବହୁତ ଅନୁନୟ ବିନୟ ହବା ପରେ ରାମ ଭାରି ବ୍ୟସ୍ତ ହେଲେ। କହିଲେ, ନା ଏଇଟା ଖାଇଦେବା, ଆଉ ଗଲେ ହାଣ୍ଡି ପଖାଳ ହେଇଯିବଣି, ଆଉ ସୀତା ରୋଷେଇ କରି ଆଉ ମୁଁ କ'ଣ ଖାଇବି? ଆଜି ତୁଆରେ ଖାଇକି ଯିବି, ଆର ଏକାଦଶୀ କି ଆଉ ଆସିବି, ଖାଲି ପଳେଇବି ଆଉ ଖାଇବି। ଦେଖନ୍ତୁ ସଜ୍ଜନ, ଭକ୍ତର ଭଗବାନ ଭାଗବତର ଗୋଟିଏ ପଦ, ବାୟାଙ୍କର ସବୁବେଳେ ଭାଗବତ ପଦକୁ ସେ କୋଟ କରେ। ବୁଦ୍ଧେ ବଳିଆ ଭାବୁଛି ଜଗନ୍ନାଥ ଦାସଙ୍କର ବ୍ରହ୍ମଲୀନ ପରେ ଓଡ଼ିଶାର ଜଣେ ସନ୍ଥ ଥିଲେ, ସେ ହେଉଛନ୍ତି ବାୟା। ପ୍ରତ୍ୟେକ ଦିନ ସେ ଭାଗବତ। ଆଉ ଏଇ କେନ୍ଦ୍ରାପଡ଼ା ବରାପୁର ଆଶ୍ରମରେ ଯିଏ ବୈକୁଣ୍ଠ ବ୍ରହ୍ମଚାରୀ ଥିଲେ, ସେ ଭାଗବତଙ୍କ ସମ୍ବନ୍ଧରେ ଭଜନ ଲେଖିଛନ୍ତି। ସେ ଲେଖିଛନ୍ତି ନୀତି ଭାଗବତ ପଢ଼। ଆମେ ପଢୁଛୁ ନ ପଢୁଛୁ ମୃତ୍ୟୁ ଶଯ୍ୟା ପାଖରେ ଭାଗବତ ପଢିବା କଥା। ଏଇ ସବୁ କଥା। ଆଉ ତେଣୁ ବାୟାଙ୍କର ଗୋଟେ ଭାଗବତ ପଦ ହଉଛି, ଦୁର୍ଜୟ ଦେହ ମୋର ସୁନା, ଭଗତ ଭାବେ ମୋ ବନ୍ଧ। ଦୁର୍ଜୟ ଦେହ ମୋର ସୁନା, ଭଗତ ଭାବେ ମୋ ବନ୍ଧ। ଦୁର୍ଜୟ ଦେହ ମୋର এইটা মানে মনে রখিবে, বহুত বঢ়িয়া কথা। ମୁଁ ଏଠି ପ୍ରବଚନ ଦଉନି, ଆପଣ ଭାବୁଥିବେ ପ୍ରବଚନ। ଆମେ ଯାଇଥିଲୁ ଗୋଟିଏ ମାସେ 7 ଦିନ ଟୁରକୁ ଯାଇକି, ମାନେ ବୁଲିବାକୁ ଯାଇଥିଲୁ। ବୁଲିବାକୁ ନୁହେଁ, ମାନେ ବିଭିନ୍ନ ମଠ ମନ୍ଦିର ଯାଇ କହିଲେ ଷ୍ଟେଜ ପ୍ରୋଗ୍ରାମ କୋଉଠି କରିବି, ମୋର ଆଉ ଦିନରେ ମନ ନାହିଁ। ଏଇ ଗୋପରେ ବି ଆପଣ ଦେଖିଥିବେ ବଡ଼ ବଡ଼ ଷ୍ଟେଜ ହେଇଥିଲା, ବଳିଆ ଭାଷଣ ଦଉଥିଲା। ଉଇକିନା ମତେ ଟେକିକିରି ନେଲେ, ମୁଁ ଯିବି। ମୁଁ କହିଲି ସନ୍ଧ୍ୟା ପ୍ରାର୍ଥନା ଟିକେ କରିବା, ବିପଦ ସତ୍ସଙ୍ଗ କରିବା। ଏଇ କଥାଟା ହଉ ହଉ ଗୋଟେ ପ୍ରବଚନ ଭଳିଆ ହେଇଗଲାନି, 3 ଦିନ ହେଲାନି। କେବଳ ମତେ ଗୋପବାସୀ ମାନେ, ଗୋପର ଆୟୋଜକ ମାନେ, ଗୁରୁକୃଷ୍ଣ ଏବଂ ଆମର ଯିଏ କମିଟି ରହିଛି, ଏମାନଙ୍କର ଗୋଟିଏ ନିବେଦନ ଥିଲା, ବାବା ଟିକେ କେତେ ଦିନ ହେଲା ଯାଇନାହାନ୍ତି, 2-3 ଦିନ ରହିବେ। ତେଣୁ ମୁଁ ପ୍ରବଚନ ଦଉନାହିଁ, ମୁଁ ଆପଣମାନଙ୍କୁ ଯାହା କହୁଛି ଘରେଇ କଥା କହୁଛି, ତାକୁ ମନେ ରଖ। ଦୁର୍ଜୟ ଦେହ ମୋର ଭଗତ ଭାବେ ମୋ ବନ୍ଧ। ଇଏ କଥାଟାକୁ ଆପଣ ଭୁଲିବେ ନାହିଁ।
ଯେତେବେଳେ ଆପଣଙ୍କ ଭିତରେ ତାଙ୍କ ପ୍ରତି ଭାବ ସୃଷ୍ଟି ଛୁଆଟି ଶୋଇଛି ମା ତାର କାମ କରୁଛି କିନ୍ତୁ ମଝିରେ ମଝିରେ ମନେ ପଡୁଛି ବା କାନଉଛି ଛୁଆଟା ଉଠିଲା କି ଯଦି ପିଲାର ଟିକିଏ ବି ଚିତ୍କାର ସେ ଶୁଭିଲା ମା କାମକୁ ଛାଡ଼ି ଦେଇ ତା ପାଖକୁ ଦୌଡ଼ିକିରି ଗଲା। ଏଇ ଯୋଉ ଅଧମ ଏଠି କଥା କହୁଛି ମୋ ବୋଉ ମତେ କହେ ଏବେ ଜୀବନରେ ସବୁ ଲେଖିଛନ୍ତି ପିଲାମାନେ ଦୋତାଲା କୋଠା ଉପରେ ମତେ ଝୁଲଣୀରେ ଶୁଆଇ ଦେଇ ବୋଉ ତଳେ କାମ କରୁଛନ୍ତି ବହୁତ ସମୟ ହେଲାଣି ମୁଁ ଆଉ ଉଠି ନେଇ ବୋଉ ଆଉ ବ୍ୟସ୍ତ ହଉନାହାନ୍ତି କିନ୍ତୁ ମାର ମନ କେତେ ସୁନ୍ଦର ଏତେ ବଡ ଯାକେ ମୋ ଛୁଆଟା ଶୋଇଛି କାହିଁ ଉଠିନି ମୁଁ ଉଠି ନେଇ କି କାନ୍ଦି ନେଇ ବୋଉ ଯେତେବେଳେ ଚୌଧୁରୀ ବଜାରର ଦୋତାଲା କୋଠା ଉପରକୁ ଗଲା ଦେଖିଲା ଗୋଟିଏ ମାଙ୍କଡ ମତେ ବସି ଝୁଲଉଛି ମୁଁ ଆନନ୍ଦରେ ଖେଳୁଛି ଇଏ କଥା ଆଜି ବି ଅନେକ ଲୋକ କଥା ପ୍ରସଙ୍ଗରେ କହୁଛନ୍ତି ବାବାଙ୍କୁ ମାଙ୍କଡ ଧରି ମୋର ଯିଏ ମାନସ ଗୁରୁ ବାୟା ତାଙ୍କୁ ମାଙ୍କଡ ନେଇକିରି ପଳେଇଥିଲା ଗଛ ଉପରେ ବସେଇଥିଲା ତାଙ୍କର ଯିଏ ବାପ ମା ତାଙ୍କ ମନ ଯାହା ହଉଥିବ ଆପଣ ଜାଣିବେ ସେ କାନ୍ଦି ବୋବେଇ ରାମଙ୍କୁ ପ୍ରାର୍ଥନା କଲେ ପୁଣି ସେ ମାଙ୍କଡଟି ଆଣି ମାୟାକୁ ମାନେ ତଳେ ଥୋଇ ପୁଣି ମାଙ୍କଡ ସାଙ୍ଗରେ ବାହିଆର ସମ୍ପର୍କ ଥିଲା ବଳିଆରେ ବି ସମ୍ପର୍କ ଥିଲା ଆଉ ଓଇକିନା ମାଙ୍କଡ ଦେଖିଲେ ମୁଁ ଦୌଡ଼ିକି କୁଆଡେ ପଳେଇ ତେଣୁ ସଜ୍ଜନ ଭାବ ଯେତେବେଳେ ତୁମେ ତାଙ୍କୁ ଭାବିବ ସେତେବେଳେ ସେ କୋଟି ଜନନୀର ହୃଦୟକୁ ନେଇ ତମ ପାଖରେ ପହଞ୍ଚିବେ ନିଶ୍ଚିତ ଆଉ ତମ ଭିତରେ ଭାବ ନାହିଁ ଭାବ ଖିଆଲି କାଲି ଗୋଟେ କଥା କହୁ କହିଲି କାହାକୁ ବାଧିଥିବ ବଜାରିଗିରି କରିବା ପାଇଁ ଲଫଙ୍ଗାଗିରି କରିବା ପାଇଁ ଟାଉଟରି କରିବା ପାଇଁ ବିଛୁଆ ଗାଲୁଆ ଗପ ଗପିବା ପାଇଁ ଗୁଲି ଖଟି ଗପ କରିବା ପାଇଁ ଆମ ପାଖରେ ଅନେକ ସମୟ ଅଛି ଭାବ ରାଜ୍ୟରେ ବଜିବା ପାଇଁ ଆମ ପାଖରେ ସମୟ ନାହିଁ ଇଏ ଚାଲୁନୁ ସେଠି ରାମ ମନ୍ଦିରରେ ବଢିଆ ହେଇଛି ଅମରେଶ୍ୱରକୁ ଦର୍ଶନ କରିବୁ ରାମ ଦର୍ଶନ କରିବୁ ଚାଲୁ ମତେ ଭାଇ ସମୟ ନାହିଁ ପୁଣି ଆଉ ସେଠି ତାସ ଖେଳିବାକୁ ଯିବୁ କି ନେଇ ଆରେ ତାସ ଖେଳିବାକୁ ତୁ ଆସିପାରୁଛୁ ତାସ ଖେଳେ ତେଣୁ ଭାବ ତସ୍ମାତ୍ ଭାବ ହିଁ ଆଜି ଯିଏ ଯାହା ପାଇଛି ଭାବରେ ପାଇଛି ଭାବ ବ୍ୟତୀତ ଦୁନିଆରେ ଆଉ କିଛି ନାହିଁ ସେଥିପାଇଁ ସେ କହିଲେ ଦୁର୍ଜୟ ଦେହ ମୋ ଶୂନ୍ୟ ଭଗତ ଭାବେ ତେଣୁ ଭାବଟିକୁ ରଖ ଇଏ କଥାଟି ପାନ ଖାଇବାକୁ ଇଚ୍ଛା ହେଲେ ଯଦି ପାନ ଡାଲାକୁ ଖୋଜାଏ ଦୁଃଖରେ ସୁଖରେ ମନେ ପକାଅ ଭଗବାନଙ୍କର ସେଇ ଭାବ ତେଣୁ ଅଢେଇଶିଆ ଡାକିଲା ଠାକୁର ଆଇଲେ ଠାକୁର ପୁଣି କହିଲେ ମୁଁ ଖାଇବି ତ ଅଢେଇଶିଆ ଦିକି ଶିଖିଆ ହେଇକିରି ଖାଇବାକୁ ମୋର ତ ଅଢେଇଶିରେ ଚାଉଳ ଦରକାର ମୁଁ ଆକୁ ପୁଣି ଦେବି ମୁଁ ପୁଣି କଣ ଖାଇବି ଖାଇଲା କିନ୍ତୁ ଏକାଦଶୀ ଯିଏ କରିଛନ୍ତି ଗୁରୁ
ସିଏ ତାଙ୍କର ମଠରେ ଅଛି। ଯିଏ ଅଢ଼େଇଶରେ ଚାଉଳ ଖାଇଲେ ତାଙ୍କ ସାଙ୍ଗରେ ରାମ ଖାଇଲେ, ତାଙ୍କ ପେଟ ବି ପୁରିଗଲା। ଇଏ ବି ନିମନ୍ତ୍ରଣ କଲା, ଆର ଏକାଦଶୀକି ତମେ ଆସିବ, ମୁଁ ରୋଷେଇ କରିବି, ତମେ ଖାଇବ। ଇଏ କଥାକୁ ଶିଷ୍ୟ ଗୁରୁଙ୍କୁ ଜଣେଇଲା, ରାମ ମୋ ସାଙ୍ଗରେ ଖାଇଲେ, ମୋ ପେଟ ପୁରିଗଲା, ମୁଁ ତାଙ୍କୁ କହିଛି ଆର ଏକାଦଶୀକି ସେ ଆସିବେ, ଖାଇବେ, ଆଉ ମୋର ବି ଦରକାର ନାହିଁ, ଖାଇବେ ସେ ଖାଇବେ। ଗୁରୁ ତାଙ୍କର ଧ୍ୟାନ ସ୍ଥରେ ଜାଣିଲେ, ବୁଢ଼େ ତରନ୍ତି ନଲେ ବୁଢ଼େ ତରନ୍ତି, ମଝି ମଝି ଖିଆ ବୁଢ଼ୀ ମର। ଇଏ ଗୋଟେ ବୁଢ଼, ସିଏ କଣ ପ୍ରକୃତ ଠାକୁରଙ୍କୁ ପାଇଛି କି? ଲମ୍ବା ଗପ ଟିକେ ସଂକ୍ଷିପ୍ତ କରୁଛି ସମୟର ଅଭାବରୁ। ତେବେ ତା ପର ଏକାଦଶୀ କି ଅଢ଼େଇଶରେ ଚାଉଳ ନେଇ ରୋଷେଇ କରିବାକୁ ସେ ଯାଇ ରୋଷେଇ କରିବା ଭିତରେ ଭାବିଲା, ମୁଁ କାହିଁ ଏକୁଟିଆ ରୋଷେଇ କରିବି, ରାମ ଆସିଲେ ଆମେ ଦି ଜଣ ଯାକ ମିଶିକିରି ରୋଷେଇ କରିବୁ, ଟିକେ କଥୋପକଥନ ହବ, କଥାବାର୍ତ୍ତା ଟିକେ ହବ, ତାଙ୍କ ଘର କ'ଣ, ତାଙ୍କ ପୁଅ ଝିଅ କେତେ, ତାଙ୍କର କ'ଣ ଭାଇ କେତେ, ବୁଝିବୁ, ଆଉ ଜମବାଡ଼ି କେତେ, ତାକୁ ସବୁ ବୁଝିବୁ। ରାମକୁ ଡାକିଲା, ରାମ ଆଇଲେ। ଏକାଦଶୀ କରିଥିବା ଗୁରୁ ସେ ଗୋଟିଏ ଲୁଚିକିରି ଗୋଟିଏ ଗଛ ଉଡ଼ାଳରେ ବସିକିରି ଦେଖୁଛନ୍ତି, ଅଢ଼େଇଶରିଆ ଡାକୁଛି, ରାମ ଆସୁଛନ୍ତି। ଭାଗବତରେ ଲେଖା ହେଇଛି, ଉଚ୍ଚେ ପଡ଼ିବ ମୋର ନାମ, ଶୁଭିବ ସକଳ ଶ୍ରବଣ। ଉଚ୍ଚେ ପଡ଼ିବ ମୋର ନାମ, ଶୁଭିବ ସକଳ। ଆଉ ଗୋଟେ ପଦ, ମୋ ନାମ ଶ୍ରଦ୍ଧା ହଉଛି ସବୁଠାରୁ ବଡ଼ କଥା। ଶ୍ରଦ୍ଧାବାନ ଲଭତେ ଜ୍ଞା। ଅଢ଼େଇଶରେ ଚାଉଳର ଭାତ ଖାଇ ଗୁରୁଙ୍କର ଆଜ୍ଞାକୁ ମାନି ରାମକୁ ଡାକୁଛି। ଏତିକି କଥାକୁ ସେ ରଖିପାରିଛି, ତୁ ରାମକୁ ଡାକିକିରି ଖାଇବୁ। ସେ ଡାକିକିରି ଖାଉଛି, ପୁଣି ରାମ ତା ସାଙ୍ଗରେ ଖାଉ। ଇଏ କଥାକୁ ଦେଖୁଛନ୍ତି, ଆଖିରୁ ତାଙ୍କର ଲୁହ ବୋହି ଯାଉଛି ଯେ ମୁଁ ଏକାଦଶୀ କରି ପାରୁନି, କିନ୍ତୁ ମୁଁ ଯାହାକୁ କହିଥିଲି ତୁ ରାମକୁ ଡାକିବୁ, ଆଜି ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଆଜି ଅଢ଼େଇଶରିଆ ପାଖରେ ଖାଉଛନ୍ତି, ରୋଷେଇ କରୁଛନ୍ତି। ଯେତେବେଳେ ରୋଷେଇବାସ ସରିଲା, ଖାଇବା ପିଇବା ସରିଲା, ଅଢ଼େଇଶରିଆ କହିଲା, ମୁଁ ଟିକେ କଥାବାର୍ତ୍ତା ତମ ସାଙ୍ଗରେ ହେବି, ଯେ ତମ ଘର ଆଡ଼େ ଯାଇ ବୁଲି ଆଇଲେ ଟିକେ ହୁଅନ୍ତା, ଆଉ ତମ ଘରକୁ ଟିକେ ଯିବା, ବୁଲି ଆସିବା, କେମିତି କ'ଣ ଘର କରିଛ ଟିକେ ଦେଖିବା, ବାରି ଘରେ କ'ଣ ଲଗେଇଛ, କାକୁଡ଼ି ଜହ୍ନି, ତାକୁ ଟିକେ ଦେଖିବା, ଆସିବା। ରାମ ଅଢ଼େଇଶରିଆକୁ ନେଇ ଯେତେବେଳେ ଶୂନ୍ୟ ମାର୍ଗରେ ଯାଉଛନ୍ତି, ସେତେବେଳେ ରାମଙ୍କର ପାଦକୁ ଆସି ଧଇଲେ ଗୁରୁଟେ, କହିଲେ ପ୍ରଭୁ ଅଢ଼େଇଶରିଆକୁ
ଆପଣ ନେଇକି ଯାଉଛନ୍ତି ମତେ ବି ଦିଅ। ରାମ କହିଲେ ନାଇଁ ତମର ସମୟ ହେଇନି। ଅଢେଇ ଦିନିଆ କହିଲା ଯଦି ମୋ ଗୁରୁଙ୍କର ସମୟ ହେଇନି ତାହେଲେ ଗୁରୁ ଯୋଉଦିନ ଯିବେ ମୁଁ ସେଇଦିନ ଯିବି, ଅର୍ଥାତ୍ ଦିଅ। ଶେଷରେ ଗୁରୁ ଶିଷ୍ୟ ଏବଂ ରାମ ତିନି ଜଣଙ୍କର ଦିବ୍ୟ ଗତି ହେଲା। ଏ ଦି ଜଣଙ୍କର ଦିବ୍ୟ ଗତି ହେଲା। ହେ ରାମ ପୁରୁଷୋତ୍ତମ ହରେ ନାରାୟଣ କେଶବ ଗୋବିନ୍ଦ ଧ୍ୱଜ ଗୁଣନିଧି ଦାମୋଦର ମାଧବ। ହେ କୃଷ୍ଣ କମଳାପତେ ଯଦୁପତେ ଶ୍ରୀରାମପତେ ଶ୍ରୀପତେ ବୈକୁଣ୍ଠାଧିପତେ ଚରାଚରପତେ ଲକ୍ଷ୍ମୀପତେ ପାଇମା। ରାମଙ୍କ ସହିତ ଗୁରୁ ଶିଷ୍ୟ, ଗୁରୁ ନିଷ୍ଠାଟା ଦେଖିଛନ୍ତି। ସେଇ ଯୋଉ ବନ୍ଦନା ଗାଉଥିଲି ସେଇ ବନ୍ଦନା ଗୁରୁ ପାଦ पद्मे जा रहे निष्ठा भक्ति जगत करिते सोहु हरे महाभक्ति। गुरु पाद पद्मे जा रहे निष्ठा भक्ति जगत करिते सोहु हरे महाभक्ति। गुरु माता गुरु पिता गुरु हरमति गुरु बिना ए संसार नहीं आरती। गुरु माता गुरु पिता गुरु हरमति गुरु बिना ए संसार नहीं आरती। ତେଣୁ ମାୟା ଗୋଟେ ସୁନ୍ଦର ପଦ କହିଲେ ଗୁରୁ ଗୋବିନ୍ଦେ এই ପଦଟିକୁ ଯଶୋବନ୍ତ ଅଧିକାରୀ କହିଥିଲେ। ଚିତ୍ରକଳା କୂଳ ପାଟକୁରା ଥାନାର ଏ ପାଟକୁରା ଅଞ୍ଚଳର ଅଭୟପୁର ଗ୍ରାମର ଦୁଇ ଅବଧୂତ ସନ୍ନ୍ୟାସୀ ଯଶୋବନ୍ତ ଅଧିକାରୀ ଥିଲେ। ବାବା ବି କହିଥିଲେ। ତେଣୁ ବାବୁମାନେ ଶୁଣନ୍ତୁ, ଆଜି ରାମ ମନ୍ଦିରକୁ ଆସି ଆପଣମାନେ ଯୋଉ ଆନନ୍ଦ ଲାଭ କଲେ ବଳିଆ ବି ତାଠାରୁ ଅଧିକ ଆନନ୍ଦ ଲାଭ। କିନ୍ତୁ ଏଇ ଭାବନାଟା ଆମ ଭିତରେ ଉଜ୍ଜୀବିତ ହେଇକି ରହିବ। କାରଣ ଆମେ ଜୀବନରେ ବାଟୋଇରେ ବେଗି ବେଗି ସଉଦା ଆମେ ଏଠି ସବୁ ଯାହା କରିଯାଉଛୁ ଆମେ କଣ ଜାଣିଛୁ ପୁଣ୍ୟ କରିଛୁ କି ପାପ କରିଛୁ? କି ହାତ ଦେଖିକି କହିଲେ ମୁଁ ଜୀବନ ସାରା ପୁଣ୍ୟ, ଆମେ କଣ କହିପାରନ୍ତି। କିନ୍ତୁ ଆମେ ଜାଣିନୁ ଆମେ ପ୍ରକୃତରେ କଣ କରୁଛୁ। ଏପାଳିରେ ଯେତେ କଲ ବିକା କିଣା ସେପାଳି କଥା ତ ରହିଛି। କେତେବେଳେ ଆମ ଜୀବନ ଦୀପ ଲିଭିଯିବ ଆମେ କହିପାରିବୁ। ତେଣୁ ଏଇ ଯୋଉ ଭାବନା ଆଜି ଆମ ପାଇଁ ଆସିଛି ବା
जो सुजोगटी आसीची यही सुजोगटी आम जीवन संबल आपण बर्तमान घर को जीवे एटी टिके खेचुड़ी तरकारी कौन टे खाइबे कार्तिक मासरे याको टिके आपण आनंद खाइबे कि पधाए अच्छी ये कार्तिक मासरे लोक तो आइष खाइबेनी तेणु माछ मांस गुड़ाक सस्ता हो चलो एतिकी बेले पुड़ाए पुड़ाए खाइबे से माने देखिए एटा हम सत्य कहूँ मिछ कहूँ ये जो ग्रहण आमर लगे आमर गोटे विचार अच्छी खाली छाड़ ये से विज्ञान को ग्रहण करूनी ग्रहण न कले भी आम गोटे परंपरा को आम सूर्य बा चंद्र को सम्मान दौचु से कथा ग्रहण न कले कौन सब कथा विज्ञान ग्रहण कर ये कथा माने कि तेणु ग्रहण बेले आम खाऊने से दिन माछ मांस दुकान में बेसी भीड़ तार कारण ना आज निश्चय जोटा 100 टका होता निश्चय आज 50 टका तेणु आज आम खाइबा तेणु सज्जन भूल भूल जमा कर गोटे आम पिला दिने आमको आम मुरबी मैंने कहले तोर गाइली गाँव गंध नहीं कि प्रकृत अर्जुन गीता से जो आरंभ है ये काइली गंध का दोष बहुत स्वभाव वृक्षामि धर्म सम्मूढतेन जश्रेयस्यानि हितं रोहितं मे शिष्यास्तेऽहं साधि मां प्रपन्नं कार्पण्य दोष बहुत स्वभाव वृक्षामि धर्म सम्मूढतेन जश्रेयस्यानि हितं रोहितं मे शिष्यास्तेऽहं साधि मां प्रपन्नं ଯେତେବେଳେ କାଇଲି ଗନ୍ଧ ଆମ ପାଖରେ ରହିବନି କମନ ସେନ୍ସ ରହିବନି ସେତେବେଳେ ଆମେ ଜୀବନରେ କିଛି କରିପାରିବା ତେଣୁ ଭଲ ମଣିଷ କିଏ ହେବା ପାଇଁ ହେଲେ ଆମ ପାଖରେ ଅନେକ ସତର୍କତା ରହିବା ଅନେକ ସଚେତନତା ରହିବା ଆଜି ଦେଖନ୍ତୁ ମୂଢ଼ ଭକ୍ତି ଅଣେଇଶରିଆ ଇଏ ରାମଙ୍କ ସହିତ ଗଲେ ଇଏ ଦୃଢ଼ ଭକ୍ତି କରିଥିଲେ ବୁଢ଼େ ତରନ୍ତି ନହେଲେ ବୁଢ଼େ ତରନ୍ତି ଏକାଦଶୀ କି ଦୃଢ଼ ଭାବରେ ପାଳନ କରୁଥିଲେ ତାଙ୍କ ଗୁରୁ ସେ ବି ରାମଙ୍କ ସହିତ ଗଲେ ଇଏ ବୁଢ଼ ଅଢ଼େଇଶରେ ଚାଉଳ ଭାତ ଖାଇ ଇଏ ବି ଗଲେ ରାମଙ୍କ ସାଙ୍ଗରେ କିନ୍ତୁ ବୁଢ଼େ ତରନ୍ତି ନହେଲେ ବୁଢ଼େ ତରନ୍ତି ମଝି ମଝିକିଆ ବୁଢ଼ୀ ତେଣୁ ପବିତ୍ର ରାମ ମନ୍ଦିର ଆମେ ରାମଙ୍କର କଥା କହିଥିଲେ ରାବଣ ଚୈତ୍ର ମାନ କରିବା ପାଇଁ ତେଣୁ ପଦେ ପଦେ କହିଲି ଆଉ କହିବା ପାଇଁ ଏତେ କଥା କହିଲେ ଆପଣମାନେ ଗ୍ରହଣ କରିବା କଷ୍ଟ ହବ ତେଣୁ ମୋଟାମୋଟି କଥା ରାବଣ ହଉଛନ୍ତି ଜଣେ ବିଶ୍ରବା ନନ୍ଦନ ବିଶ୍ରବା ହଉଛନ୍ତି ଋଷି जो रावण बाबाजी भेष धारण करी सीता को देइथिला आ सेवा ता बापा पोशाक पिंधिला भूलटा कौन कर ता बापा होती जड़े ऋषि विश्रवा आ विश्रवा ऋषि को पोशाक पिंधिकी आ बापा पिंधुला ये पिंधिकी सीता को देला ये गोटे कथा तो रावण भूल कौन रावण कहीं देला रावण नबार उद्देश्य हूँ
ରାବଣ ହେଉଛନ୍ତି ଦକ୍ଷିଣ ଭାରତର ରାଜା, ରାମ ହେଉଛନ୍ତି ଉତ୍ତର ଭାରତର ରାଜା। ରାଜା ଜନକ ଯେତେବେଳେ ସ୍ୱୟଂବର କଲେ ରାବଣକୁ ଡାକିଲେ, କାରଣ ଦକ୍ଷିଣ ଭାରତକୁ ଭାରତର ରାଜାକୁ ଡାକିଲେ। ଏଣୁ ସେ ଗୋଟେ ରାଗ ତାର ଥିଲା, ଅଭିମାନ। ତେଣୁ ମୁଁ ସୀତାଙ୍କୁ ନେଇ ଆସିଲେ ମୋର ରାମଙ୍କ ସହିତ ଯୁଦ୍ଧ ହବ, ଏମିତି ତାର କଳ୍ପନା ଥିଲା। ଯେତେବେଳେ ପୁଷ୍ପକ ଯାହାର କହିଲେ ଉଡ଼ାଜାହାଜଟିକୁ ରଖି ରାବଣ ଯେତେବେଳେ ସୀତାଙ୍କୁ କହିଛି ମତେ ଭିକ୍ଷାନ୍ ଦେଇ ବୋଲି କହିଛନ୍ତି, ସୀତା କହିଛନ୍ତି ଯେ ତିନି ଗାର ଦେଇକିରି ମୁଁ ଯିବିନି, ତମେ ତିନି ଗାର ଦେଇକିରି ଆସ, ମୁଁ ତମକୁ ଭିକ୍ଷା। କିନ୍ତୁ ରାବଣ ମନେ ମନେ ସୀତାଙ୍କୁ ପ୍ରାର୍ଥନା କଲେ, ମା ଜଗତରେ ସମସ୍ତେ ତୋ ପୁଅ, ମୁଁ କଣ ତୋର ଗୋଟେ ପୁଅ ନୁହ? ଆଜି ପୁଅ ଡାକୁଛି ମାକୁ। ଏ ଯୋଉ ଟିଭିରେ ସବୁ ଦେଖୁଛ ଏଗୁଡାକ ସବୁ କପୋଳ କଳ୍ପିତ କାହାଣୀ। ରାବଣ ଏମିତି ହେଇଗଲା, ସେମିତି ହେଇଗଲା, କପୋଳ। ରାବଣ ମନେ ମନେ ମା ଲକ୍ଷ୍ମୀ ସୀତାଙ୍କୁ ପ୍ରାର୍ଥନା କରିଛି, ମା ତୁ ଜନକ ନନ୍ଦିନୀ ଗୋଟେ ରାଜା ଘରର ଝିଅ, ବୋହୁ ହେଲୁ ଦଶରଥଙ୍କର, ସେ ବି ଗୋଟିଏ ରାଜାଙ୍କର ଉଆସରେ ଥିଲେ। ଯଦି ରାମ ଆସିଲେ ଜଙ୍ଗଲକୁ ତାଙ୍କ ବାପାଙ୍କ ସତ୍ୟ ପାଳନ କରିବା ପାଇଁ, ତୁ କାହିଁ ଆସିବୁ? ଯଦି ଆସିଛୁ ମୋ ସାଙ୍ଗରେ ଆ, ମୁଁ ତତେ ଭଲ ଜାଗାରେ ରଖ। ଏ ଜାଗାଟା ନାଁ କଣ? ଅଶୋକ କାନ। ଯୋଉଠି ରହିଲେ ତୁ ଦୁଃଖ ଭୁଲି। ତେଣୁ ସୀତା ଯୋଉ ତିନି ଗାର ଦେଇକିରି ଆଇଲେ ତାକୁ ଏମାନେ କହୁଛନ୍ତି ରାବଣ ସୀତା ଗାରକୁ ଲିଭେଇ ଦେଲା। ଏଇଟା ଗୋଟେ କପୋଳ କଳ୍ପିତ। ତିନି ଗାର ଲିଭେଇଲା। ସୀତା କଣ ଏମିତି ମୂର୍ଖି ଥିଲେ? ତମେ ଯୋଉ ପଣ୍ଡିତ, ସୀତା କଣ ବୁଝିପାରୁନଥିଲେ ଏ ତିନି ଗାରର ଅର୍ଥ କଣ? ବୋଲିକେ କିଛି ବୁଝି ନଥିଲେ, ସୁଧୁ ହୁଣ୍ଡି ଲୋକଟିଏ ଥିଲେ, ତାକୁ କାହିଁ ଏଠି ମନ୍ଦିରରେ ପୂଜା କରୁଛ? ସୀତା ବୁଝିଥିଲେ ଇଏ ତିନି ଗାର ଲକ୍ଷ୍ମଣ ଯୋଉ ତିନି ଗାର ପକେଇଛନ୍ତି ଆର ଅର୍ଥ କଣ ସୀତା ବୁଝିଥିଲେ। କିନ୍ତୁ ରାବଣର ସେଇ ଯୋଉ କଥାଟି କହିଲେ କଣ ହେଲା ପଢିଲି, ଦୁର୍ଜୟ ଦେହ ମୋର ଶୂନ୍ୟ ଭଗତ ଭାବେ ମୁଁ ବନ୍ଧନ। ତେଣୁ ସେ ତିନି ଗାରକୁ ଦେଇକିରି ମୋ ପୁଅ ପାଖକୁ ବା ମୋ ରାବଣ ସହିତ ପୁଷ୍ପକ ଦାନରେ ଆସି ଅଶୋକ କାନନରେ ସୀତାଙ୍କୁ ରାବଣ ସେତେବେଳେ ଭାବୁଥିଲା, ରାବଣ ବି ପ୍ରଭୁଙ୍କୁ ପ୍ରାର୍ଥନା କରିଛି, ମୁଁ ମାକୁ ଆଣି ରଖିଲେନି ଅଶୋକ କାନନରେ, ଅଭିନୟ କରୁଛି। ମାନେ ସୀତା ଜାଣୁଥିଲି ଗୋଟେ ରାବଣ ଏମିତି କ୍ରୋଧାନ୍ୱିତ ହେଇକି ମତେ କହୁଛି, କିନ୍ତୁ ମା ଯେତେବେଳେ ଆଇଛି ମାନେ ବାପା ନିଶ୍ଚୟ ଅଛି। କେଉଁଦିନ ସେ ସୁଯୋଗ ଆସିବ, ରାମ ମୋ ଲଙ୍କା କଟକକୁ ଆସିବେ, ଇଏ ଲଙ୍କାର ପବିତ୍ର ମାଟିକୁ ପବିତ୍ର କରିବେ ଏବଂ ମତେ ଇଏ ମନୁଷ୍ୟ ଜନ୍ମରୁ, ରାକ୍ଷସ ନୁହେଁ, ମନୁଷ୍ୟ ଜନ୍ମରୁ ଉଦ୍ଧାର କରେ। ଅପେକ୍ଷା କରେ। ଏମିତି କଳବଳ କୌଶଳ କରିଛି, ଏମିତି କୂଟନୀତି ପ୍ରୟୋଗ କରିଛି ବା ରାଜନୀତି ପ୍ରୟୋଗ କରିଛି। ବର୍ତ୍ତମାନ ଯୋଉମାନେ ରାଜନୀତି କରୁଛନ୍ତି ତାଙ୍କ ରାଜନୀତି ଗୁଡାକ ସବୁ ପଦାରେ ପଡିଯାଉଛି, ପାନ ଦୋକାନରେ ବି ଆଲୋଚନା ହେଉଛି। କିନ୍ତୁ ସେମାନେ ଥିଲେ ପ୍ରକୃତ ରାଜନୀତି। ଏମିତି କୂଟନୀତି ସେ ଅବଲମ୍ବନ କରିଛି
ରାମ ସେତୁ ବନ୍ଧ ବାନ୍ଧିଲେ। ଆପଣ ଭାବୁଥିବେ ହନୁମାନ ଭାଲୁ କଣ, ଭାଲୁ ମାଙ୍କଡକୁ ନେଇକି ରାମ ଆଇଲେ, ଭାଲୁ ମାଙ୍କଡ ସବୁ ଯୁଦ୍ଧ କରନ୍ତି, ଏ ସବୁ କଥା। ସେମାନେ ବାନରାକୃତି ମଣିଷ। ଏବେ ବି ଗୋଟେ ଆପଣଙ୍କର ଏଇ ବର୍ଷେ 2 ବର୍ଷ ତଳେ ବୌଦ୍ଧ ଜିଲ୍ଲାରେ ଗୋଟେ ଝିଅଟିଏ ଜନ୍ମ ହେଇଥିଲା, ତାକୁ ଫଟୋ ସମାଜରେ ବାହାରିଥିଲା, ଆପଣ ବି ଦେଖିଥିବେ। ସେ ଠିକ ଦେଖିବା ପାଇଁ ଗୋଟିଏ ଭାଲୁ ଭଳିଆ। ତେଣୁ ଇଏ କେହି ଗୋଟିଏ ମାଙ୍କଡ ନୁହନ୍ତି, ବାଳି ନୁହନ୍ତି, ସୁଗ୍ରୀବ ନୁହନ୍ତି, ହନୁମାନ ନୁହନ୍ତି। ହନୁମାନ ତ ଜମା ନୁହନ୍ତି। ଇଏ କେବଳ ଚିତ୍ରକାର ମାନେ ତାଙ୍କର ବଡ ବଡ ନାଙ୍ଗୁର ଭାଗୁର କରିଦେଇଛନ୍ତି, କିନ୍ତୁ ସେମାନେ ମନୁଷ୍ୟାକୃତି ଭାଲୁ, ମନୁଷ୍ୟାକୃତି ଭାଲୁ। ତେଣୁ ଏ ସୁଗ୍ରୀବ ବାଳି ସବୁ ସେଇ। ଆଉ ମାଙ୍କଡ ସବୁ କଥାବାର୍ତ୍ତା କର। ଆଚ୍ଛା, ସେ ଯାହା ହଉ ଛାଡ଼। ବର୍ତ୍ତମାନ ସେ କୋଉ ଦିନ ସେ ସମୟ ଆସିବ ସେତେବେଳେ ତିନୋଟି ସଭ୍ୟତା ଗଢି ଉଠିଥିଲା ଭାରତ ବର୍ଷରେ। ଆଜି ତ କେତେ ସହର, ଆମ ଓଡ଼ିଶାରେ 30ଟା ଜିଲ୍ଲା, କିନ୍ତୁ ସେତେବେଳେ ଭାରତ ବର୍ଷରେ 3ଟି ସହର ବା 3ଟି ସଭ୍ୟତା ଗଢି ଉଠିଥିଲା। ପ୍ରଥମ ସଭ୍ୟତା ହେଉଛି ଅଯୋଧ୍ୟା, ଦ୍ୱିତୀୟ ସଭ୍ୟତା ହେଉଛି କିଷ୍କିନ୍ଧ୍ୟା, ଯୋଉଠି ବାଳି ରାଜା ଥିଲେ, ତୃତୀୟ ସଭ୍ୟତା ହେଉଛି ଲଙ୍କା। ଏ 3ଟି ସଭ୍ୟତା ଭିତରେ ଯୁଦ୍ଧ ହେଇଛି। ସେଠି ବାଳି ନିଧନ ହେଇଛନ୍ତି, ସୁଗ୍ରୀବ ରାଜା ହେଇଛନ୍ତି, ଏଠି ରାବଣ ମଧ୍ୟ ହେଇଛନ୍ତି, ବିଭୀଷଣ ରାଜା, ଏଇଠି ତ ରାମ ରାଜା ହେଇଛନ୍ତି। ତେଣୁ ସଜ୍ଜନ ଏଇ ସବୁ କଥା, ଯେବେ ରାବଣ ମଧ୍ୟ ପ୍ରଭୁଙ୍କର ଭକ୍ତ, ସିଏ ପ୍ରାର୍ଥନା, ତାର ବ୍ରାହ୍ମଣ ଶକ୍ତି ଥିଲା, ସେ ବ୍ରାହ୍ମଣ ଶକ୍ତିରେ ସିଏ ସେତୁବନ୍ଧ ପ୍ରତିଷ୍ଠା କରିଥିଲେ ଏବଂ ପ୍ରାର୍ଥନା କରିଥିଲେ, ଯେତେ ଶୀଘ୍ର ପାରିବ ଆସ। ତେବେ ଯାହା ହଉ ରାମ ଯାଇଥିଲେ, ରାବଣ ମରିଥିଲା। ତେଣୁ କେବେ ବି ରାମାୟଣକୁ ଆଜି ଯେମିତି କଦର୍ଥ କରୁଛନ୍ତି ବଳିଆ ବନକୁ ଜମା ଯାଏ। ମୋ ପିଲାଦିନେ ମୁଁ ଯେତେବେଳେ ରାମାୟଣ ରାମଲୀଳା ଦେଖୁଥିଲି, ସେତେବେଳେ ବି ମତେ ଭଲ ଲାଗେ। ଏ ରାମ ମାନେ କରିକି ଗୁଲଡାଲ ପଡୁଥାନ୍ତି ସେ ହେସ ଉପରେ, ଲକ୍ଷ୍ମଣ ସୀତା କୁଆଡେ ଗଲେ ପଡିବେ, ଲକ୍ଷ୍ମଣ ତାକୁ ଉଠେଇବେ, ମୋ ମନକୁ ଯାଏ। ତେଣୁ ସେ ହଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। ଆଜି ବି ଆମେ ଅପେକ୍ଷା କରିଛୁ ସେଇ ରାମ ରାଜ୍ୟ, କିନ୍ତୁ ବର୍ତ୍ତମାନ ଆମ ପୃଥିବୀ ରାବଣ ରାଜ୍ୟରେ ପରିଣତ ହେଇଛି। ରାବଣ ଠାରୁ ନା ରାବଣ ନୁହଁ, ରାବଣ ଠାରୁ ଆହୁରି ହେଇଛି। ତଥାପି ଆମେ ସେଇ ରାମଙ୍କୁ ପ୍ରାର୍ଥନା କରୁଛୁ, ପବିତ୍ର ରାମ ଦରବାରରେ ରାମଙ୍କୁ ଆମେ ପ୍ରାର୍ଥନା କରୁଛୁ। ये भारत वर्ष केवल नुहे, समग्र विश्वर बुद्धि उदय जी ध्वंसास्त्र सृष्टि है, अध घंटाए घंटाए लगे पृथ्वीटा को ध्वंस। तेणु दया ना कि हम सज्जन आम महापुरुष माने जो माने आमको छाड़ी गले से माने जो साधना करुले आम भी से जब आउ विशेष भाव में कहवाई आउ इच्छा हो नहीं, तो ये आप जानतु पवित्र राम दरबार आज जी काली कही पंचनापुर सी गोटा प्रकृत कई नथिले गोटे सेमती गढ़ा है। तेणु ये सेमती
रावण को राक्षस सजै दिखाई ये सब गोटा खाली पर्व माने मन गढ़ा का रावण होती आदर्श ब्राह्मण आदर्श से राम आपण मानकर मंगल करतु ईश्वर मंगल हो बड़देव क्षेत्र में इति आमर तीनोटी संध्या अतिबाहित है पुणी कार्तिक मासरे ये आमर अत्यंत सौभाग्य आपण माने आज एकत्रित होती ये गोटे कार्तिक मासरे सत्संग करुचंती यहाँ बड़ी बड़ कथा काली अपराह्न चारिटा बेले बलिया जीव बराह क्षेत्र सी गोटे क्षेत्र कि प्रति सरकार कहार दृष्टि तेणु बराह क्षेत्र हारी से अध घंटा एक घंटा प्रोग्राम सारिक आश्रम करी मोर बापा बोर उत्सव पूर्णमी एवं छाड़ गो मान इच्छा हम जी बुलिक आसवे प्रसाद पाइक आसवे आ सबुठ बड़ कथा हम बापा उत्सव पितृपिता तर्पण कर ये गोटे कथा एवं गौर उत्सव जिते पतिहरा माँ अच्छा जो मानकर काच सिंदूर नहीं से माने यज्ञ कुंड रे बसिबे यज्ञ वेदी को परिक्रमा करिवे यज्ञ वेदी को वंदापना करिवे एवं आहुति मध्य दर्शन कलश ये सब कथा प्रभात 11 घटिका 12 घटिका सुधा पितृतर्पण पूर्णमी दिन से 11 टा 12टा यहीटा बस से 12टा बढ़िया आपको जनइला आप इच्छा कले जीवे दर्शन करके आसवे गोटे आनंद हम पुणी केतबेले रामंकर दया थिले बलियार इच्छा थिले बलिया कर मोर नुह बलिया से जो बलिया आमर इच्छा पूर्व अमरेश्वर दया थिले पुणी केतबेले गोटे आसी पाए कि गोटा मनरे अच्छी गोटे यही केन्द्रापड़ा अंचल एका समय लगातार भाव में 3-4टी जगार माने नामयज्ञ एका दिने आरंभ हो एका दिन बढ़िया सब जगार शुभ सेटा समय आसिले आपण माने जानीपारे को जगार हम केमी आज कथा शिखे रखा से अनंत को टी आम प्रार्थना करी आम कथा वस्तु को राम
जा